ଆଜିର ଭିଡିଓରେ ଆମେ ଅରୁଣା ଆସଫ ଅଲିଙ୍କ ବିଷୟରେ ଜାଣିବା। ଅରୁଣା ଆସଫ ଅଲି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ସାହସୀ ନେତ୍ରୀ ଥିଲେ। ତାଙ୍କୁ 1942 ଆନ୍ଦୋଳନର ମହାନାୟିକା କୁହାଯାଏ। ସେ ପଞ୍ଜାବର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାରମ୍ଭିକ ନାମ ଅରୁଣା ଗାଙ୍ଗୁଲି ଥିଲା। 1930 ମସିହାରେ ଲବଣ ସତ୍ୟାଗ୍ରହ ସମୟରେ ସେ ପ୍ରଥମ ଥର ପାଇଁ ଗିରଫ ହୋଇଥିଲେ। ଭାରତ ଛାଡ଼ ଆନ୍ଦୋଳନ 9 ଅଗଷ୍ଟ 1942ରେ ଯେତେବେଳେ ବ୍ରିଟିଶ ସରକାର ଗାନ୍ଧିଜୀ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଗିରଫ କରିଥିଲେ, ସେତେବେଳେ ସେ ବମ୍ବେର ଗ୍ୱାଲିୟର ଟ୍ୟାଙ୍କ ମଇଦାନରେ ସାହସର ସହ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ବ୍ରିଟିଶ ଆଖିରେ ଧୂଳି ଦେଇ ଲୁଚି ରହି ଆନ୍ଦୋଳନ ଚଳାଇଥିଲେ। ସ୍ୱାଧୀନତା ପରେ ସେ ଦିଲ୍ଲୀର ପ୍ରଥମ ମେୟର ହୋଇଥିଲେ। 1997 ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ଭୂଷିତ କରାଯାଇଥିଲା। ଭିଡ଼ିଓଟା କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କର। ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା।